এটা কেবে ହେଇପାରିବନି ନବୀନ ପଟ୍ଟନାୟକ ଜାଗା କେହି ନେଇପାରିବେନି। ବଳ ଅଛି ଅଛି କିଛି ଦେଖନ୍ତୁ ବସଷ୍ଟାଣ୍ଡ ଦେଖନ୍ତୁ ଟୋଟାଲ ଆମ ଓଡିଶାରେ ବି ଏମିତି ବସଷ୍ଟାଣ୍ଡ ନଥିଲା। ବାହାରେ ବି ଦେଖିବେ ମାନେ ଏୟାରପୋର୍ଟ ଯୋଉ ଟାଇପ ର ଅଛି ବରମୁଣ୍ଡା ବସଷ୍ଟାଣ୍ଡ ସେଇ ଟାଇପ। ଆଜି ବି ଯଦି ଭୋଟ କରିବେ ନବୀନ ପଟ୍ଟନାୟକ ସବୁ ତ ଭୋଟ ନବ। ଆଉ ଆଜି ଆସିଛୁ ବରମୁଣ୍ଡା ଆଉ ବାବୁଙ୍କୁ ଛାଡିବାକୁ। ଆଉ ଟିକେ ଦେଖେଇ ଦେ ମୋହନ ଭାଇ ଟିକେ ଦେଖିଦିଅ ଆମର ଆମ ନବୀନ ବାବୁ କଣ କରିଛନ୍ତି ଟିକେ ଦେଖ। ତମ ବାପା ସେମିତି କରିପାରିବ? ଏଟା କେବେ ହେଇପାରିବନି ନବୀନ ପଟ୍ଟନାୟକ ଜାଗା କେହି ନେଇପାରିବେନି। ବଳ ଅଛି ଅଛି କିଛି ଦେଖନ୍ତୁ ବସଷ୍ଟାଣ୍ଡ ଦେଖନ୍ତୁ ଟୋଟାଲ ଆମ ଓଡିଶାରେ ବି ଏମିତି ବସଷ୍ଟାଣ୍ଡ ନଥିଲା। ବାହାରେ ବି ଦେଖିବେ ମାନେ ଏୟାରପୋର୍ଟ ଯୋଉ ଟାଇପ ର ଅଛି ବରମୁଣ୍ଡା ବସଷ୍ଟାଣ୍ଡ ସେଇ ଟାଇପ। ଆଉ ଗୋଟେ କଥା ନବୀନ ବାବୁ ତ ଲଗେଇକିନା ଗଲେ ମୋହନ ବାବୁ କିନ୍ତୁ ତାକୁ ବିକି ଦେଇକିନା ଯିବେ। ଏଇଟା ମନେ ରଖନ୍ତୁ। ଯିବ ନବୀନ ବାବୁ ଲଗେଇକିନା ଯାଇଛନ୍ତି ମୋହନ ବାବୁ ବିକିକି ଯିବେ। ଏଇଟା ଫାଇନାଲ କଥା ହେଲା। ତାପରେ ଦେଖନ୍ତୁ କଣ ହଉଛି କଣ ନାହିଁ ମୋ କଥାଟା କେତେ ଦୂର ସତ କେତେ ଦୂର ମିଛ 2029 ଦେଖିବେ। ଯଦି ତ ନବୀନ ବାବୁ ଆସିବ ତ ସୁନିଶ୍ଚିତ। ଆଜି ବି ଯଦି ଭୋଟ କରିବେ ନବୀନ ପଟ୍ଟନାୟକ ସବୁ ତ ଭୋଟ ନବ। ଆଉ ଯଦି ବି ପୁଣି ଥରେ ବିଜେପି ସରକାର ହଉଛି ଦେଖିବେ ଯୋଉ ଲାଇଟ୍ ଦେଖାଯାଉନି ଷ୍ଟ୍ରିଟ୍ ଲାଇଟ୍ ଟା ଆମର ଆର ବର୍ଷ ସେ ନଥିବ। ସବୁ ବିକା ହେଇଯାଇଥିବ। ସବୁ ବିକ୍ରି ବିକା ହେଇକି ତ ସୁଭଦ୍ରା ପଇସା କେମିତି ହବ ନହେଲେ। ବାସ୍ ଆଳୁ ଡାଲି ପିଆଜ ସବୁ ବଢେଇଲା। ଇଏ କଣ ପାଇଁ ରଖିବ? ଇଏ ରଖିବାକୁ ରଖିପାରିବନି। ସେତିକି ଭିଡିଓ ବହୁତ ବଡ ହେଇଗଲାଣି। ଚାଲନ୍ତୁ ବ୍ଲଗ ଦେଖନ୍ତୁ ଏନ୍ଜୟ କରନ୍ତୁ। ଗୁଡ୍ ବାଏ କରିବା। ସିଏ ଏବେ ଯିବେ କୋଉଠି କଣଟେ ଯାଉଛି ଲାଇଟ୍ ଗଲାରେ ଦେଖରେ।